ରୋଟାରୀ କ୍ଲବ୍ର ମୌଳିକ ଶିକ୍ଷା ଏବଂ ସାକ୍ଷରତା ଆଲୋଚନା ଚକ୍ର ଅନୁଷ୍ଠିତ। ରାଉରକେଲା କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ମୌଳିକ ଶିକ୍ଷା ଏବଂ ସାକ୍ଷରତା ସମ୍ପର୍କିତ ଆଲୋଚନା ଚକ୍ର କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ PDG ରୋଟାରିଆନ୍ ଫକୀର ଚରଣ ମହାନ୍ତି। ଭାରତର ମୌଳିକ ଶିକ୍ଷା ଏବଂ ସାକ୍ଷରତା କ୍ଷେତ୍ରରେ ରୋଟାରୀ ସେବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ଚକ୍ରରେ ବକ୍ତା ଭାବେ ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ ଶିକ୍ଷା ଅଧିକାରୀ ସଦାନନ୍ଦ ପ୍ରଧାନ, ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରବୀଣ ଶର୍ମା, ରୋଟାରୀ କ୍ଲବ୍ର ଏଫ୍ ରାଉରକେଲା ରେଭର ସାଇଡ଼ର ଆଡଲ୍ଟ ଏଜୁକେସନର ଚେୟାରମ୍ୟାନ୍ PP ରୋଟାରିଆନ୍ ସିଦ୍ଧିନାଥ ଜ୍ୟୋତିଷୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ। ଶିକ୍ଷା ସହ ପିଲାଙ୍କ ମଧ୍ୟରେ ସୃଜନଶୀଳତା କୁଶଳତା ବୃଦ୍ଧି ଦିଗରେ ଗୁରୁତ୍ୱ ଦେବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଉରକେଲା ଷ୍ଟିଲ୍ ସିଟି ରୋଟାରୀ କ୍ଲବ୍ ଟେକ୍ନିକାଲ କମିଟି ଚେୟାରମ୍ୟାନ୍ PP ରୋଟାରିଆନ୍ ସୁଚିସ୍ମିତା ବିଶ୍ୱାସ ମୋଡେରେଟ୍ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃପାସିନ୍ଧୁ ବେହୁରିଆ ଓ କଳ୍ପନା ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ଲବ୍ର ସମ୍ପାଦିକା ରୋଟାରିଆନ୍ ଡକ୍ଟର ସରିତା ମଲ୍ଲଙ୍କ ସମେତ ଉପସଭାପତି ରୋଟାରିଆନ୍ ଲଳିତା ମୁଦୁଲି, ରୋଟାରିଆନ୍ AG ସଞ୍ଜୟ ପୁରୋହିତ, ଆଲେକ୍ଜାଣ୍ଡର ଡିସୋଜା, ଆନବେଲା ଡିସୋଜା, ପୁନମ କାପୁର, ବୀଣାପାଣି ରଥ, ରଶ୍ମି ନାୟକ, ଟୁନି ଦେବୀ ସାହୁ, ପ୍ରତିଭା ଦେବୀ, ଅନିତା ନାୟାର, ପ୍ରଫୁଲ୍ଲ କୁମାର ପତି, ଦିଲ୍ଲୀପ ଭୁଇ, ସୀମାଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ରୋଟାରିଆନ୍ ବିଭୁ ପ୍ରସାଦ ନାୟକ ଧନ୍ୟବାଦ ଦେଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।